मीन राशि 2026 वर्षटी मीन राशि पक्षे किभଳି ରହିବ ଆସନ୍ତୁ ଜାଣିବା ଜାଣିବା ଗ୍ରହ ମାନଙ୍କର ସ୍ଥିତି ଜାଣିବା ଆପଣଙ୍କ ପାଇଁ ଶୁଭ ବାର ଶୁଭ ତିଥି ଶୁଭ ରତ୍ନ ଏବଂ ଶୁଭ ରଙ୍ଗ ବିଷୟରେ ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏ ସମସ୍ତ ବିଷୟରେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରଥମେ ଜାଣିବା मीन राशि ପାଇଁ ଗ୍ରହ ମାନଙ୍କର ସ୍ଥିତି କିଭଳି ରହିବ, ମାନେ କେଉଁ ଗ୍ରହ ଆମକୁ ଶୁଭ ଫଳ ଦେବେ ଆଉ କେଉଁ ଗ୍ରହ ଅଶୁଭ ଫଳ ଦେବେ। ବୃହସ୍ପତି ବର୍ଷ ଆରମ୍ଭର ପ୍ରଥମ 5 ମାସ ଅଶୁଭ ସ୍ଥିତିରେ ରହିବେ। ତାପରେ ଜୁନ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅତି ଶୁଭ ସ୍ଥିତିରେ ରହିବେ ଏବଂ ବର୍ଷର ଶେଷ 2 ମାସ ମଧ୍ୟମ ଧରଣର ଶୁଭ ସ୍ଥିତିରେ ରହିବେ। ଶନି ଓ ରାହୁ ଆପଣଙ୍କ ପାଇଁ ଅଶୁଭ ସ୍ଥିତିରେ ରହିବେ, ତେଣୁ ଅଶୁଭ ଫଳ ପ୍ରାପ୍ତ ହେବ। କେତୁ ଆପଣଙ୍କର ମଧ୍ୟମ ଧରଣର ଶୁଭ ସ୍ଥିତିରେ ରହିବେ। ତେବେ ଏ ଥିଲା ଗ୍ରହ ମାନଙ୍କର ସ୍ଥିତି। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଶୁଭ ବାର। ରବିବାର, ସୋମବାର ଓ ଗୁରୁବାର। ଶୁଭ ତିଥି ତୃତୀୟା, ନବମୀ ଓ ଦ୍ୱାଦଶୀ। ଶୁଭ ରଙ୍ଗ ଧଳା ଓ ହଳଦିଆ। ଶୁଭ ରତ୍ନ ପୁଷ୍ପରାଗ। ବର୍ତ୍ତମାନ ଆସନ୍ତୁ ଜାଣିବା ମୀନ ରାଶିର ବାର୍ଷିକ ରାଶିଫଳ 2026। ଆପଣମାନେ ବର୍ଷ ଆରମ୍ଭର ପ୍ରଥମ 5 ମାସ ଅଶୁଭ ଫଳ ଭୋଗ କରିବେ। ତାପରେ ଜୁନ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଯେହେତୁ ବୃହସ୍ପତି ଆପଣଙ୍କର ଶୁଭ ସ୍ଥିତିରେ ରହିବେ, ତେଣୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଯେହେତୁ ଆପଣଙ୍କର ବୃହସ୍ପତି ଶୁଭ ସ୍ଥିତିରେ ରହିବେ, ତେଣୁ ଶନି ଓ ରାହୁ ଅଶୁଭ ସ୍ଥିତିରେ ଥିଲେ ମଧ୍ୟ ଆପଣଙ୍କୁ ବେଶୀ କିଛି ଫରକ ପଡ଼ିବ ନାହିଁ। ତେବେ ଯେହେତୁ ଶନିଙ୍କର ଚଳନ ମୀନ ରାଶିରେ, ତେଣୁ ସ୍ୱାସ୍ଥ୍ୟ ସମ୍ପର୍କିତ ଅସୁବିଧା ଆପଣମାନେ ଭୋଗ କରିବେ, ମାନେ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଦେଖାଦେବ। ତେବେ ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇପାରେ, ତେଣୁ ନିଜର ସ୍ୱାସ୍ଥ୍ୟକୁ ପ୍ରଥମେ ଜଗନ୍ତୁ। ତେବେ ନଭେମ୍ବର ଓ ଡିସେମ୍ବର ମାସରେ ଯେହେତୁ ବୃହସ୍ପତି ଆପଣଙ୍କର ଷଷ୍ଠ ସ୍ଥାନରେ ରହିବେ, ତେଣୁ ଆପଣଙ୍କ ପାଇଁ ସମୟଟି ଆହୁରି ଖରାପ ରହିବ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ। ତେବେ ପାରିବାରିକ ସୌଖ୍ୟ ଲାଭ ଅଛି, ମାନେ ପରିବାରରେ ସୁଖ ତ ମିଳିବ, କିନ୍ତୁ ମଝିରେ ମଝିରେ ପରିବାରର ଲୋକମାନଙ୍କ ସହିତ ମତାନ୍ତର ମନାନ୍ତର କଳି ଝଗଡ଼ା ଏସବୁ ସମସ୍ୟା ଆପଣଙ୍କର ଦେଖାଯିବ। ଆପଣଙ୍କର କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ, ମାନେ ଶତ୍ରୁମାନେ ଏହି ସମୟରେ ଆପଣଙ୍କୁ ହଇରାଣ କରିବେ। ଚାକିରି କରିଛନ୍ତି, ଆପଣଙ୍କର ସ୍ଥାନାନ୍ତରଣର ଯୋଗ ରହିଛି, ତେଣୁ ବଦଳି ହୋଇପାରେ। ସନ୍ତାନ ବର୍ଗେ ଅଶୁଭ ଫଳ, ମାନେ ସନ୍ତାନ ମାନେ ଆପଣଙ୍କୁ ସେତେଟା ବି ଖୁସି କରିପାରିବେ ନାହିଁ। ଆୟ ତୁଳନାରେ ଆପଣଙ୍କର ଖର୍ଚ୍ଚ ଅଧିକ ହେବ। ଯେଉଁମାନେ ବାହାଘର ହେଇନାହାନ୍ତି ସେମାନଙ୍କର ବିବାହରେ ମଧ୍ୟ ସମସ୍ୟା ଦେଖାଯିବ ଏବଂ କର୍ମକ୍ଷେତ୍ରରେ ବିଳମ୍ବିତ ପ୍ରତିକ୍ରିୟା ଆପଣଙ୍କୁ ମିଳିବ। ଆପଣ କିଛିଟା ଚାହୁଁଥିବେ ଜଲ୍ଦି ହେଇଯାଉ ଆପଣଙ୍କ ଲାଇଫରେ, କିନ୍ତୁ ସେଟା ସେତେ ଜଲ୍ଦି ହବନି। ସେପରି ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ସମୟଟି ସେତେଟା ଭଲ ରହିବ ନାହିଁ। କୋଉଠି ଟଙ୍କା କାରବାର କରୁଛନ୍ତି, ଅର୍ଥ ଦେଣ ନେଣ କରୁଛନ୍ତି, ସେଠି ନିହାତି ଭାବରେ ଭାବି ଚିନ୍ତିକି କରନ୍ତୁ। ସମୟଟି ଆପଣଙ୍କ ପାଇଁ ସେତେଟା ଭଲ ନାହିଁ। ହୁଏତ ଆପଣଙ୍କର ଟଙ୍କା ଦେଇଥିବା ଟଙ୍କା ଫସି ଯାଇପାରେ। ଆପଣଙ୍କ ସାଂସାରିକ ଜୀବନରେ ଅନେକ କିଛି ଖଟା ମିଠା ଏସବୁ ଆପଣ ଅନୁଭବ କରିବେ। ଆପଣଙ୍କର ଲଭ୍ ଲାଇଫ୍ ହଉ କିମ୍ବା ପର୍ସନାଲ ଲାଇଫ୍ ହଉ, ବୈବାହିକ ଜୀବନ ହଉ, ଛୋଟ ମୋଟ ସମସ୍ୟା ଦେଇକି ଗତି କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ମଝିରେ ମଝିରେ ନିହାତି ଭାବରେ ଦେଖାଦେବ। ବ୍ୟବସାୟରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେବ ଏବଂ ଆପଣଙ୍କର ଉତ୍ଥାନ ପତନ ଦେଇକି ଆପଣ ଗତି କରିବେ। ମହିଳାମାନେ କାର୍ଯ୍ୟବ୍ୟସ୍ତତା ଦେଇକି ଗତି କରିବେ। ଜୀବନରେ କିଛି ନା କିଛି ସମସ୍ୟା ରହିବ, ମାନସିକ ଚାପ ଦେଇକି ନିହାତି ଭାବରେ ଗତି କରିବେ। ସେମାନଙ୍କର ମଧ୍ୟ ଯଦି ଆପଣମାନେ ଚାକିରି କରୁଛନ୍ତି, ତାହେଲେ କର୍ମକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସମସ୍ୟା ଦେଖାଦେବ ଆଉ ସନ୍ତାନମାନଙ୍କୁ ନେଇକି ଆପଣମାନେ ଚିନ୍ତାରେ ରହିବେ। ଏସବୁ ସମସ୍ୟା ଆପଣଙ୍କର ଦେଖାଯିବ। ତେବେ ପ୍ରତିକାର କ'ଣ କରିବେ? ପ୍ରତିକାର ମୁଁ ସବୁବେଳେ କହିଛି ଯେ ଆପଣମାନେ ଶିବ ମନ୍ଦିର ଯାଆନ୍ତୁ, ମହାଦେବଙ୍କ ଦର୍ଶନ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଜୀବନରେ ଯାହା ବି ସମସ୍ୟା ଅଛି, ମହାଦେବ ତାକୁ ନିହାତି ଭାବରେ ସମାଧାନ କରିଦେବେ। ତେବେ ମହାଦେବଙ୍କର କେମିତି କ'ଣ ପୂଜା କରିବେ ସେ ଉପରେ ମଧ୍ୟ ମୋର ବହୁତ ଗୁଡ଼ିଏ ଭିଡ଼ିଓ ଅଛି, ଆପଣମାନେ ମୋ ଚ୍ୟାନେଲକୁ ଗଲେ ଦେଖିପାରିବେ। ତେବେ ସେଇ ଅନୁସାରେ ଆପଣମାନେ ମହାଦେବଙ୍କୁ ଯାଇକି ଦର୍ଶନ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଇଁ ଶୁଭଫଳ ପ୍ରାପ୍ତ ହେବ। ତେବେ ଏ ଥିଲା ମୀନ ରାଶିର ବାର୍ଷିକ ରାଶିଫଳ 2026। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ସମସ୍ତଙ୍କୁ ସେୟାର କରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।